ବର୍ତ୍ତମାନ ମୁଁ ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ଇଳାବୃତ୍ତ କବିତା ଉପରେ ଲିଖିତ ସମାଲୋଚନା ପାଠ କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ପଢ଼ି ଦେଉଛି। କବିତାଟିର 7ଟି ପଦ। ଏହି କବିତାଟି ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ MA ଓଡ଼ିଆ ଶ୍ରେଣୀରେ ପାଠ୍ୟକ୍ରମ ଭାବରେ ପ୍ରଚଳିତ ଥିବାରୁ ସେଥିପାଇଁ ଏ କବିତା ଉପରେ ମୁଁ ସମାଲୋଚନା କରିବାକୁ ଆଗ୍ରହୀ ହେଲି। କାରଣ ଯେଉଁ କବିତା ପାଠରେ ପଢ଼ାଯାଇଥାଏ ସେସବୁ କବିତା ନିଶ୍ଚିତ ପକ୍ଷେ କବିଙ୍କର ଏକ ଉନ୍ନତ ସୃଷ୍ଟି, ଯେଉଁଥିପାଇଁ ପାଠକଙ୍କୁ ଆଗ୍ରହୀତ କରିଛି। ସେଥିପାଇଁ ସେମାନେ ସେହିସବୁ କବିତା ଗୁଡ଼ିକୁ ଶ୍ରେଣୀକକ୍ଷର ପାଠ୍ୟ ଭାବରେ ନିର୍ବାଚିତ କରିଥାନ୍ତି। ତେଣୁ ତା'ର ସମୀକ୍ଷା ବହୁଳ ଭାବରେ ଦରକାର ଏବଂ ପ୍ରସାରିତ ହେବା ମଧ୍ୟ ଦରକାର। ଭବିଷ୍ୟତର ପାଠକଙ୍କ ପାଇଁ, ପରୀକ୍ଷାର୍ଥୀଙ୍କ ପାଇଁ, ଗବେଷକଙ୍କ ପାଇଁ ଏହା କାମରେ ଆସିବ। ଇଳାବୃତ୍ତ କବି ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକ। ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ, ସାଗର ଶୋଭନା ଭୂଦେବୀ ଶୁଭ୍ର ସୈକତେ, କରୁଣ ନୟନେ ଚାହାନାରେ, ମେଘର ମିନାରେ ପାର କରି ନେ ରେ ମୋର ତରି, ଶୁଣନା ଡାକେ ବା ଫେଣ ଉଚ୍ଛ୍ୱାସେ ଜଳ ପରି। ଅସ୍ତ ତୀରର ଉହାଡ଼େ ଗଲାଣି ରବିରଥ, ମଦ୍ୟପ ସମ ଚନ୍ଦ୍ର ଆସଇ ଦିଗଧାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ଆହୁରି ଅଛିରେ ଆନ ନୀଳାକାଶ ଶ୍ୟାମଭୂମି, ଆନ ସୃଷ୍ଟି ସେ ଦେବତାର, ଦିନ ସରେ ତହିଁ ଅଳସ ବିଳାସେ, ରାତି ଆସେ ଶୟନ ସୋହାଗେ ବନିତାର। ତହିଁ ବି ଝରଣା ଧାରା ଶିଉଳିର ସମାକୁଳ, ସନ୍ତରି ଧାଏଁ ନିୟୁତ ବାଳିକା ବନଫୁଲ, ଭୃଙ୍ଗ ପହୁଡ଼ି ଥାଏ ପାଖୁଡ଼ାର ପରାଗରେ, ରଥାଙ୍ଗ ନାହିଁ ଯାଏ ଛାଡ଼ି ବଧୂ ନଦୀଧାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ଆରପାରେ। ସେ ଭୂମି କିନାରେ ଭିଡ଼ ତରି ମୋର ନାବିକରେ, ଦୀପିତ ତହିଁରେ ଦୀପଶିଖା, ନୀଳ ନୀର ବେଣୀ ନୀଳତର ଦିଶେ, ଦେଖ ସେ ତ ନୁହେଁ ନିରଛାୟା ମରୀଚିକା, ଲୋତକ ଲୋହିତ ପଥ ପିଚ୍ଛିଳ ଧରଣୀ ଏ, ବିଷ ବିଶ୍ୱାସେ କି ଅପରିମିତ ବ୍ୟଥା ଦିଏ। ଜୀବନ ମରୁ ଏ ନାଗ ଫେଣୀ ଘେରା ଗୈରିକ, ପଥ ଶେଷ ତାର ମୁକ୍ତି ମରଣ ଅଭିସାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ମୁଁ ଶୁଣିଛି ଆହା ନିରାଶ କବିତା ନାହିଁ ଗାଏ, ବିଭ୍ରମ ସୁରେ ତହିଁ କବି, ମେଘେ ବିଦ୍ୟୁତ ନୃତ୍ୟେ ନୂପୁର, ବାଜେ ସେ ତ ବୃତ୍ତ ନୁହେଁ ତା ଭୈରବୀ, ଝରଣା ଲଙ୍ଘେ ଲମ୍ଫନେ ଶତ ଗିରିଧରି, ତଥାପି କନ୍ୟା ନୁହେଁ ତା ସହଚରୀ, ବନ୍ଦୀ ତହିଁରେ କେବଳ ତରୁଣ ବରତନୁ, କେଉଁ ସୁନନ୍ଦା ଭୁଜବଲ୍ଲରୀ କାରାଗାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ଶସ୍ୟ ସକାଶେ ନ ଚଳେ ପ୍ରବାସେ ଦୂରେ କେହି, ଲୋତକ ନ ଢାଳେ ଦୋସର କେ, ପ୍ରଭାତ ଆସଇ କଦମ୍ବ ଅବା କିଆ ବନେ, ଅଶୋକ ଶାଖେ ବା କୁରୁବକେ। ତନ୍ଦ୍ରା ପରଶ ଭୀରୁ ଆଖିପତା ମାଗୁଥାଏ, ପୁଷ୍ପ ପରାଗ ସ୍ୱାଦ ଆସି ଓଠେ ଲାଗୁଥାଏ, ସପନ ତହିଁ ତ ସତ ହୁଏ ଆହା ଜୀବନ କା, ନସରେ ଶୋଣିତ ସ୍ୱେଦର ରଣର ରଚନାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ଏ ଇଳାବୃତ୍ତେ ଗଣିକା ଗାଇଣ ମାୟାଗୀତି, ପଥିକେ ଭୁଲାଇ ନିଏ ବାସେ, ରୂପ ତଳେ ଏଥେ ନାଗୁଣୀ ଲୁଚାଏ କଳାଫଣା, ସୁରା ମିଶିଯାଏ ସୁଧା ସାଥେ, ତୃଷାର ତୃପତି ଏଥେ କେବେ ହେଲେ ନାହିଁ ମିଳେ, କୁଣ୍ଠିତ ପ୍ରାଣ ନିରାଶେ ସରଇ ତିଳେ ତିଳେ, ଆଶା ଆଶ୍ୱାସ ବିଫଳ ସିନା ସେ, ଦିନ ଯାଏ ହତାଶାର ତୀରେ, ବିକ୍ଷୋଭ ବିଷେ ହାହାକାରେ, ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ଶଶୀ ଶଙ୍କିତ
ତୀର ବନେ ତହିଁ ଯମୁନାର ମୁରଲି ଡାକଇ ରାଧା ରାଧା ଗୃହ ମାୟା ଏଡ଼ି ରାସେ ନୃତ୍ୟଇ ଭୁଆ ଶୁଣି ଛାଡ଼ି ସଂକୋଚ ଲାଜ ବାଧା ତହିଁ ବାହି ନିଅ ଆକାଶ ନାବିକ ତରଣୀ ଏ କ୍ଳାନ୍ତ ମୁଁ ମଣେ ଧୂଳି ମନ୍ଥରା ଧରଣୀ ଏ ମୁକୁଳିବି ମୁହିଁ ନିପମାଳେ ତହିଁ ସୌରଭେ ଭୁଲିବି ଜୀବନ ଦୁଷ୍ଟ ସପନ ପରକାରେ ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ। ଲିଖିତ ସମୀକ୍ଷାର ଶୀର୍ଷକ ବା ନାମକରଣ ରଖିଛି ଇଳାବୃତ୍ତର କବି ବିନୋଦ ଚନ୍ଦ୍ର। କଳ୍ପନା ଏବଂ ବାସ୍ତବତାର ଉପାଦାନ ବା ତଥ୍ୟକୁ ନେଇ କବିତା ସାଧାରଣତଃ ଲେଖାଯାଇଥାଏ। ଏତଦ୍ ଭିନ୍ନ କବିତା ରଚନା କରିବାର ଆଉ ଅନ୍ୟ ଉପାୟ ନାହିଁ। କଳ୍ପନାରେ ପ୍ରକୃତି, ଅତୀନ୍ଦ୍ରିୟ ଜଗତ, ଅଲୌକିକ ଚେତନା ସ୍ଥାନ ପାଇଥାଏ। ଆଉ ବାସ୍ତବତାରେ ବର୍ତ୍ତମାନ ସମୟର ବସତିରତ ମନୁଷ୍ୟ ଜୀବନର ନାନାବିଧ ସମସ୍ୟା ସ୍ଥାନ ପାଇଥାଏ। ତେବେ ସବୁ ଶ୍ରେଣୀର କବିତାରେ ରଚନାର ଏବଂ ପଠନର ବିଶ୍ୱାସମୟତାର ଭିତ୍ତି ଥାଏ, ଆଉ ତାହାରି ଉପରେ ନିର୍ଭରଶୀଳ ହୋଇ କବିତା ରଚିତ ତଥା ପଠିତ ହୋଇଥାଏ। ଏହି ଭିତ୍ତିରେ ଥାଏ ଜୀବନକୈନ୍ଦ୍ରିକ ସୂତ୍ର। ସେ ସୂତ୍ର ବାସ୍ତବ ଅବାସ୍ତବର ନାମ ଧାରଣ କରିଥାଏ। ଅବାସ୍ତବତାର ପ୍ରଚ୍ଛନ୍ନରେ କିଛି ବାସ୍ତବତାର ପ୍ରୋତ୍ସାହନ ଥାଏ। ଅବାସ୍ତବତା ଏକ ଶୂନ୍ୟ ସଞ୍ଚାରୀ ଦୃଷ୍ଟି ନୁହେଁ, ତାର ଉତ୍ସ ପୁରାଣ ଭଗବାନଙ୍କର ଅଲୌକିକ ଚମତ୍କାରୀ କାର୍ଯ୍ୟକଳାପ। ଇଳା ମାନେ ପୃଥିବୀ, ବୃତ୍ତ ମାନେ ପୃଥିବୀର ପରିସୀମା। ଇଳା ମାନେ ପୃଥିବୀ, ବୃତ୍ତ ମାନେ ପୃଥିବୀର ପରିସୀମା ବା ଘେର, ବାଡ଼, ବେଢ଼ଣ। ପୃଥିବୀ ଜୀବର ବସତି। ସେହି ବସତିରେ ସୁଖ ଦୁଃଖର ଅନୁଭୂତି ତଥା ତାର ଅତିବାହିତି ଥାଏ। ସୁଖ ଯେମିତି ଜୀବର ମନରେ ଆନନ୍ଦ ଆଣେ, ଦୁଃଖ ସେହିପରି ବିଦ୍ରୋହ ବିପ୍ଳବ ଆଣେ। ଅବସାଦରୁ ବିପ୍ଳବର ଉତ୍ପନ୍ନ ହୋଇଥାଏ, ଆଉ ସେହି ଅବସାଦରୁ ରଚିତ ହୋଇଛି ରୋମାଣ୍ଟିକ କବି ବିନୋଦ ଚନ୍ଦ୍ର ନାୟକଙ୍କର ଇଳାବୃତ୍ତ ନାମକ କବିତା। ନାଟ୍ୟକାର ରତ୍ନାକର ଚଇନିଙ୍କର ପୁନଶ୍ଚ ପୃଥିବୀ ନାମରେ ନାଟକ ଅଛି। କବିତାରେ କବି ବିନୋଦ ସେହି ପୁନଶ୍ଚ ପୃଥିବୀର ଭାବନା କରିଛନ୍ତି। ତେବେ କାହିଁକି କରିଛନ୍ତି ସେହିଟାର ଜାଣିବା। କବିତାରେ କବି ନିଜସ୍ୱ ମତଦାନ କରିଛନ୍ତି, ସ୍ୱୀକାରୋକ୍ତି ଦେଇଛନ୍ତି, ଆଉ ତାହା କବିତାର ବୈଷୟିକ ଅଭିବୃଦ୍ଧି ହୋଇଅଛି। ମଣିଷ ଦୁନିଆରେ ରହିବା ପାଇଁ ଆସିଛି, ତାର ମରଣ ସମୟ ପର୍ଯ୍ୟନ୍ତ। ମଣିଷର ରହିବା ଶାନ୍ତି, ସୁଖ, ସଦ୍ବିଶ୍ୱାସ, ସଦ୍ଭାବ, ନିଷ୍କପଟ ଛଳନା ପ୍ରତାରଣା ହେଉନଥିବା ଏକ ସୌହାର୍ଦ୍ଦ୍ୟର ଦୁନିଆ। ପୃଥିବୀ ଜଗତର ନାମାନ୍ତର, ଦୁନିଆର ଅନ୍ୟ ନାମ। ଯଦି ଏହାରି ବିପରୀତରେ ମଣିଷର ଦୁର୍ଲଭ ଜୀବନ ଅତିବାହିତ ଗତିଶୀଳ ହୁଏ, ତେବେ ପୃଥିବୀରେ ଧ୍ୱଂସ ଅନିବାର୍ଯ୍ୟ। ଅରାଜକତାରେ ପୃଥିବୀର ସଂସାର ଚାଲେ ନାହିଁ। ଆଲ୍ଲାହ ତାଙ୍କର ଦିବ୍ୟ ପବିତ୍ର କୋରାନରେ କହିଛନ୍ତି, ଆମ୍ଭେ ମାନବ ବସତିଯୁକ୍ତ ସହରକୁ ସେତେବେଳ ପର୍ଯ୍ୟନ୍ତ ହଲାକ ବା ଧ୍ୱଂସ କରିନଥାଉ, ଯେତେବେଳ ପର୍ଯ୍ୟନ୍ତ କି ତାହାର ବାସିନ୍ଦା ବା ଅଧିବାସୀଗଣ ସିତମଗାର ବା ବିଶ୍ୱାସଘାତକ ନ ହୋଇଛନ୍ତି। ଯଦି ବିଶ୍ୱାସଘାତକ ହେଲେ, ମୋର ହୁକୁମ ବା ଆଦେଶ ମାନିଲେ ନାହିଁ, ତେବେ କାମ ପୂରା ହୋଇଯାଏ। ଆମ୍ଭେ ଆଲ୍ଲାହ ସେଭଳି ସହରକୁ ତବାହ ବା ବରବାଦ କରିଦେଉ। ବିକଟାଳ ଗର୍ଜନ, ଭୂମିକମ୍ପ, ଅଜସ୍ର ବର୍ଷା ବିତ୍ପାତ, ଅକାଳ ବା ମରୁଡ଼ି, ଝଡ଼ ବତାସ, ବାତ୍ୟା ବା ଆନ୍ଧି ତୋଫାନ ଆଦି ଦ୍ୱାରା। ସୁତରାଂ ଶାନ୍ତି, ସଦ୍ଭାବ, ବିଶ୍ୱାସ, ମୈତ୍ରୀ, ପ୍ରୀତିରେ ହିଁ ଖୋଦାଙ୍କର ନିଜାମ ବା ଶାସନ ଚାଲେ। ଆଉ କବି ଏଭଳି ପୃଥିବୀ ବା ଇଳା ଓ ତାହାର ବୃତ୍ତ ପରିସୀମାର ପରିକଳ୍ପନା କବିତାରେ କରିଛନ୍ତି। ତେବେ ଆକାଶ ନାବିକ କାହାକୁ ଏବଂ କାହିଁକି କହିଛନ୍ତି, ତାର ରହସ୍ୟର ଉନ୍ମୋଚନ ହେଲା। ଆକାଶରେ ଉଡ଼ାଜାହାଜ, ହେଲିକପ୍ଟର, ରକେଟ, ଜେଟ୍ ପ୍ଲେନ ଆଦି ଉଡ଼େ, ଚାଲେ। ପାଇଲଟ ବା ନାବିକ ଚଳାଏ। କବିତାରେ କବିଙ୍କର ଆକାଶ ନାବିକ ହେଲା କବିଙ୍କର ନିଜର ଅସନ୍ତୁଷ୍ଟ ଯୁକ୍ତ ମନ। ଅବିଶ୍ୱାସ, ଅପ୍ରୀତିକର ଭ୍ରଷ୍ଟ ଦୁନିଆରେ କବିଙ୍କର ମନ ଲାଗିନି। ତେଣୁ ସେ ଚାହିଁଛନ୍ତି ଏହାର ବିପକ୍ଷ ଏକ ଦୁନିଆ। ସେଇଠିକୁ ଚାଲିଯାଇ ସେ ଶାନ୍ତି, ପ୍ରୀତି, ସଦ୍ଭାବନାର ସହିତ ବଞ୍ଚି ରହିବେ। ଆଉ ଏଇଟା ସ୍ୱାଭାବିକ, କାରଣ
ଯେଉଁ ଘରେ କଳି ଝଗଡ଼ା ମାଡ଼ପିଟ ବିଦ୍ୱେଷ ଘୃଣା ସର୍ବଦା ଚାଲେ ସେ ଘର ଏକ ନର୍କକୁଣ୍ଡ। ସେଠି ଶାନ୍ତିପ୍ରିୟ ମଣିଷ ସହଜରେ ରହିପାରେନି। ମଧୁରାଓ ତାଙ୍କର ପରିବାର ନାମକ କବିତା ପଦ୍ୟରେ କହିଛନ୍ତି, ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ଘର ଦୁନିଆର ଏକ କ୍ଷୁଦ୍ର ପ୍ରତିରୂପ। ହିନ୍ଦୀରେ ସିନେମା ଗୀତ ଅଛି, ଆପନା ଘର ହୈ ସ୍ୱର୍ଗ ସେ ସୁନ୍ଦର। ଜିତେନ୍ଦ୍ର ଓ ଜୟପ୍ରଦା ଅଭିନୀତ। ଘରେ ପରିବାରରେ 5 ମନ 25 ପ୍ରକୃତିର ଲୋକ ଅଧିବାସୀ ହୋଇଥାନ୍ତି। ସବୁବେଳେ ସେମାନଙ୍କ ମନ ଏକ ହୋଇପାରି ନଥାଏ। ସେଥିପାଇଁ କବି ନୂତନ ପୃଥିବୀ ବୃତ୍ତର ସୀମା ରୋମାଣ୍ଟିକ ଭାବାଳୁତାରେ କାମନା ବା ଇଚ୍ଛା କରିଛନ୍ତି। କବିତାଟି ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ MA ଶ୍ରେଣୀରେ କିଛି ବର୍ଷ ପାଠ୍ୟ ପ୍ରଚଳିତ ଥିଲା। କବିଙ୍କର ଇଳାବୃତ୍ତ ନାମକ କବିତା ପୁସ୍ତକରେ ଏହି କବିତାଟି ରହିଛି। କବିତାରେ ମୋଟ 7ଟି ପଦ ଅଛି। ରୋମାଣ୍ଟିକ କବିମାନେ ଭାରି ପ୍ରେମିକ ବା ପ୍ରେମବାଦୀ। ଏମାନେ ନରମ ନମନୀୟ ହୃଦୟ ମନର ବ୍ୟକ୍ତି ଥାନ୍ତି। ପ୍ରଥମ ପଦରେ କବି ନିଜର ମନର ନାବିକ ବା ଚଳାଳି ଡ୍ରାଇଭରକୁ କହୁଛନ୍ତି, ହେ ମୋର ମନ ଆକାଶର ନାବିକ, ତୁ ମୋର ଜୀବନ ତରି ଡଙ୍ଗାକୁ ମନର ସାଗରରେ ବାହି ନେଇ ଏଇ ପୃଥିବୀର ବୃତ୍ତ ତାର ପରିସୀମା ବାହାରକୁ ନେଇଯା। ପରିବାର ପ୍ରତି ଅତିଷ୍ଠ ହୋଇ ଯେମିତି କେହି କେହି ଘର ଛାଡ଼ିକି ଅନ୍ୟତ୍ର ବାସ କରନ୍ତି, ଠିକ୍ ସେଇ ଅବସ୍ଥା କବିତାର ନାୟକ କବିଙ୍କର ନିଜଠାରେ ସମୁତ୍ପନ୍ନ ହୋଇଛି। ହେ ସମୟ ରୂପକ ସମୁଦ୍ର, ଶୋଭାମୟ ସୁନ୍ଦର ସାଗର, ତୁ ମୋତେ ଆଉ ଦୁଃଖ ଦୃଷ୍ଟିରେ ଚାହାଁନା, ଅଟକାଇ ରଖେନା। ଦେହ ଡଙ୍ଗା ମନ ଆହୁଲା, ଯୁଆଡ଼େ ଚାହିଁବ ସିଆଡ଼େ ଯିବ। ଯେମିତି ମଣିଷ ରାଗିକି ରୁଷିକି ଘରୁ ପଳାଏ, ସେଇ ଅନୁକ୍ରମ ବା ସ୍ଥିତି କବିତାରେ ଅଛି। କବିଙ୍କର ମନ ସ୍ୱଚ୍ଛ ନିର୍ମଳ, ଠିକ୍ ସମୁଦ୍ର ଜୁଆରର ଧଳା ଫେଣ ଭଳି, ଧଳା ବାଲି ଭଳି। ବୋଧେ କବି ସମୁଦ୍ରରେ ଜଳଯାତ୍ରା କରୁଛନ୍ତି କୌଣସି କାରଣରୁ, କିମ୍ବା ସମୁଦ୍ର କୂଳରେ ବସି ଡଙ୍ଗାରେ ଧୀବର ମାଛ ଧରାଳୀଙ୍କର ଯାତ୍ରା ଦୃଶ୍ୟ ଦେଖୁଛନ୍ତି। ସମୁଦ୍ର ଉପରେ ଆକାଶରେ ମେଘମାଳା ମାନ ଭାସୁଛନ୍ତି, ଦେଖାଯାଉଛନ୍ତି। ଉଚ୍ଚରେ ଭାସୁଥିବାରୁ କବି ତାକୁ ମିନାର ବା ତୋରଣ ନାମ ଦେଇଛନ୍ତି। ଆକାଶରେ ଯେମିତି ଉଡ଼ାଜାହାଜ ମେଘମାଳା ଭିତରେ ଗତି କରୁଥାଏ, କବି ପ୍ଲେନରେ ଯାତ୍ରା କରୁଛନ୍ତି। କବିତା ରଚନାର ଭାବନା ଆସିଛି। ସମୁଦ୍ର ଢେଉର ଧଳା ଧଳା ଫେଣକୁ କବି ଜଳ ପରି କହିଛନ୍ତି। ପ୍ଲେନଟି ସମୁଦ୍ର ଉପର ଦେଇ ଗତି କରୁଛି। ସୂର୍ଯ୍ୟ ବୁଡ଼ି ଯାଉଛନ୍ତି। ସୂର୍ଯ୍ୟରଥ ମାନେ ସୂର୍ଯ୍ୟର ଗତି ବା ଯିବାକୁ ବୁଝାଏ। ମଦୁଆ ଭଳି ଚନ୍ଦ୍ର ଉଦୟ ହୋଇ ଆସୁଛି। ଧୀରେ ଧୀରେ ଚନ୍ଦ୍ରର ଧୀର ଉଦୟମାନ ହେଉଛି ମଦୁଆର ଭାବନା। କାରଣ ମଦୁଆ ନିଶାଗ୍ରସ୍ତ ଥିବାରୁ ଧୀରେ ଧୀରେ ଚାଲିଥାଏ। ଦ୍ୱିତୀୟ ପଦରେ କବି କହିଛନ୍ତି, ସୃଷ୍ଟିରେ କେବଳ ଏଇ ଗୋଟିଏ ପୃଥିବୀ ବା ସଂସାର ନାହିଁ, ଆହୁରି ଅଛି। ସେଠି ବି ନୀଳ ଆକାଶ, ସବୁଜ ଉପତ୍ୟକା, ଜଙ୍ଗଲ ଅଛି। ଭଗବାନଙ୍କର ସର୍ଜନା। ପ୍ରେମିକ ପ୍ରବର ପ୍ରେମ ନିଶାରେ ଆସକ୍ତ ହୋଇ ବିଭୋର ବ୍ୟସ୍ତ ହୋଇ ଆଳସ୍ୟ ପରାୟଣ ହୋଇଥାଏ ତାର ପ୍ରିୟା ପତ୍ନୀ ସହିତ ପ୍ରେମକୁ ଦୀର୍ଘତର କରିବା ଆଶାରେ। ଦିନରେ ଯଦି ଏମିତି, ତାହେଲେ ରାତିରେ ଆହୁରି ବେଶୀ ହେବ। ନୂଆ ନୂଆ ପ୍ରେମ ଅଥବା ବିବାହ, ତେଣୁ ସହଜରେ କ'ଣ ପ୍ରିୟା ବା ପତ୍ନୀକୁ ଛାଡ଼ି ହେବ? କବି କହୁଛନ୍ତି, ସେଇ ନୂଆ ପୃଥିବୀରେ ଶିଉଳି ସମାଚ୍ଛନ୍ନ ଝରଣା ବହୁଅଛି। ଆଉ ସେଇ ଝରଣାର ପ୍ରବାହିତ ସ୍ରୋତରେ ଶହ ଶହ ବନଫୁଲ ଗଛରୁ ପଡ଼ି ଭାସୁଥିବେ। ଫୁଲ ପାଖୁଡ଼ାରୁ ପରାଗ ରେଣୁ ବାହାରୁଥିବ। ଚକୁଆ ଚକୋଇ ପକ୍ଷୀ ଯୁଗଳ ମିଥୁନ ରୀତିରେ ନଦୀ କୂଳରେ ବସୁଥିବେ। ହେ ମୋର ମନ ଆକାଶର ଇଚ୍ଛିତ ନାଉରିଆ, ତୁ ସେଇ ଜାଗାକୁ ମୋ ଜୀବନ ଡଙ୍ଗାକୁ ବାହି ନେଇ ଯା। କବି ବାରମ୍ବାର ବାହିନେ ବାହିନେ ଆକାଶ ନାବିକ ତରି ମୋର ଇଳାବୃତ୍ତର ପରପାରେ ଧାଡ଼ିଟିକୁ ଘୋଷା ଦେଇଛନ୍ତି ପଦର ଶେଷରେ ସାଙ୍ଗୀତିକ ଧ୍ୱନି ବା ରିଦିମ ଆଣିବା ପାଇଁ। କବିତା ସାରା। ତୃତୀୟ ପଦରେ କବି ମନ ଆକାଶର ନାଉରିଆ ନାବିକ ଡ୍ରାଇଭରକୁ କହୁଛନ୍ତି, ସେଇ ଭୂମି ବା ପୃଥିବୀ ବୃତ୍ତରେ ମୋର ଜୀବନ ଡଙ୍ଗାକୁ ଲଙ୍ଗର ପକାଇ ରଖ। ଆଲୁଅ ଜାଳ, ଚାରିଆଡ଼ ଆଲୋକିତ ହେଉ। ନୀଳ ଜଳରାଶିର ବେଣୀ ବା ଧାରା ଆହୁରି ଗାଢ଼ ଦିଶୁଛି, କିନ୍ତୁ ଏହା ପ୍ରକୃତ ସମୁଦ୍ରର ନୀଳ ଜଳରାଶି ମରୀଚିକା ବା ମୃଗତୃଷ୍ଣା ମିରେଜ ନୁହେଁ। ଏ ସମୁଦ୍ର କାଳ ବା ସମୟ ସମୁଦ୍ର। କବି ପୂର୍ବ ପୃଥିବୀ ବା ତାଙ୍କର ଜୀବନ ଦୁନିଆକୁ ଛାଡ଼ିବାର କାରଣ, ଏଠି ଦୁଃଖ ଯାତନାର ସଂଗ୍ରାମ ସଂଘର୍ଷର
ଲୁହ ଲହୁର ଅବସ୍ଥିତି। ପିରତି ପଥ ଏଠି ଖସଡ଼ା। ଜୀବନଯାତ୍ରାର ପଥ ଭୟଙ୍କର। ବିଶ୍ୱାସରେ ଏଠି ବିଷ ମିଶିଥାଏ, ଯାହାକି ଜୀବନକୁ ଅପରିମିତ ବା ଅଶେଷ ଦୁଃଖ ଦେଇଥାଏ। ଜୀବନ ଏ ଦୁନିଆରେ ଗୋଟିଏ ମରୁଭୂମି ସଦୃଶ, ଯେଉଁଠିକି ନାଗଫେଣି ରୂପକ କଣ୍ଟା ଗଛ ଭର୍ତ୍ତି। ଜୀବନ ବିତାଇବାରେ କୌଣସି ସରାଗ, ଶ୍ରଦ୍ଧା, ଆନ୍ତରିକତା ନାହିଁ, ଯାହାକି ସନ୍ନ୍ୟାସୀର ଗେରୁଆ ବସ୍ତ୍ର ଭଳି ଉଦାସ ତଥା ଅସ୍ୱାଭାବିକ। ଜୀବନ ଅତିବାହିତର ପ୍ରତିଟି ମୁହୂର୍ତ୍ତ ବିପଦସଙ୍କୁଳ। ମନରେ ମରଣ ଭୟ ଆଣିଥାଏ। ଡରି ଡରି ଏଠି ବଞ୍ଚିବା ହୁଏ। ତେଣୁ ଏଭଳି ଜଗତରେ ମୁଁ ରହିବାକୁ ଚାହେଁନା, ଜୀବନ ବିତାଇବାକୁ ଚାହେଁନା। ମୋର ସେଭଳି ଏକ ଜଗତ ଦରକାର, ଯେଉଁଠି ନିରାଶା, ବ୍ୟର୍ଥତା, ହତାଶା ନଥିବ, ଅନୁଶୋଚନା ନଥିବ, ଭଲ ପାଇବାରେ ଭରସା ଥିବ। ହଁ, ପ୍ରେମ କରୁଛି ମାନେ ସଫଳ ହେବି, ମନସ୍ତାପ ମିଳିବ ନାହିଁ। କାର୍ଯ୍ୟଘେନା ପ୍ରୀତିରେ ତ୍ୟାଗ, ଆନ୍ତରିକତା ନଥାଏ। ଉଦ୍ଦେଶ୍ୟ ପୂରଣ ହୋଇଗଲେ ପ୍ରେମରେ ଆସେ ପ୍ରତିଘାତ, ପ୍ରତିହିଂସା। ଏଭଳି ପ୍ରେମ ମଳିନତା ଯୁକ୍ତ, ଅମଳିନ ନୁହେଁ, ଭାସ୍ୱର ନୁହେଁ, ଦୀପ୍ତିମାନ ନୁହେଁ। ସେଭଳି ପୃଥିବୀ ମୋର ଦରକାର ନାହିଁ, ଯେଉଁଠି ଦୁଃଖ, ଯନ୍ତ୍ରଣା, ବ୍ୟଥା, ବେଦନା ଭରିଅଛି। କବିଙ୍କର ଏଭଳି ଭାବନା ତାଙ୍କ ମନର ଏକ ଖିଆଲ, ତୁଚ୍ଛ ଅଳିକ, ଯେଉଁଥିରେ ସତ୍ୟତା ନାହିଁ। ସେଭଳି ପୃଥିବୀ ବା ଦୁନିଆ ଏବଂ ଜୀବନ ଭଗବାନ ରଖି ନାହାନ୍ତି। କବିଙ୍କର ଏହା ଏକ ଦିବାସ୍ୱପ୍ନ, ମିଛ ଭାବନା, କେବଳ ଆଶା, ଯାହା କାମର ନୁହେଁ। ହଁ, ଈଶ୍ୱର ରଚିତ ସ୍ୱର୍ଗରେ ମିଳିପାରେ, ମରଣଶୀଳ ମର୍ତ୍ତ୍ୟରେ ନୁହେଁ। ସ୍ୱର୍ଗ ସୁଖର ଯେଉଁ ଚିରନ୍ତନ ବିବରଣୀ ପୁରାଣ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଅଛି, ତାରି ଭିତ୍ତିରେ କବି ଏଭଳି କବିତା ରଚିଛନ୍ତି। ଗୋଟିଏ ହିନ୍ଦୀ ସିନେମାର ଗୀତରେ ଅଛି, ଆଁସୁ ଭରି है ये जिंदगी की राहें, कोई उनसे कह दे हमें भूल जाए। ଗୌତମ ବୁଦ୍ଧ କହିଛନ୍ତି, ସଂସାର ଦୁଃଖପୂର୍ଣ୍ଣ, କାମନା ଦୁଃଖର କାରଣ, କାମନାର ବିନାଶରେ ଦୁଃଖର ବିନାଶ ଏବଂ ନିର୍ବାଣ ପ୍ରାପ୍ତି। ସଂସାରୀ ଜୀବିତ ମନୁଷ୍ୟ କ'ଣ କାମନା ଆଶାକୁ ମନରୁ ପୋଛିଦେବ ଯେ ଦୁଃଖରୁ ତାକୁ ତ୍ରାହି ମିଳିବ? କଦାପି ନୁହେଁ। ଚତୁର୍ଥ ପଦରେ କବି ଯେଉଁ ନୂଆ ପୃଥିବୀର କଳ୍ପନା କରିଛନ୍ତି, ସେଠି ନିରାଶା, ହତାଶା, ଦୁଃଖ, ଅବସାଦ, ବିଷାଦ ନଥିବ, ଭୁଲ ବୁଝାମଣା ନଥିବ, ପ୍ରାକୃତିକ ବୈଚିତ୍ର୍ୟରେ ଭର୍ତ୍ତି ଥିବ। ମେଘମାଳା ଆକାଶରେ ଭାସୁଥିବେ, ବିଜୁଳି ଘଡ଼ଘଡ଼ିର ସ୍ୱରଶବ୍ଦ ଶୁଭୁଥିବ। ବିଜୁଳି ଚଡ଼ଚଡ଼ିକୁ କବି ନର୍ତ୍ତକୀ କହିଛନ୍ତି, ଯେଉଁ ନର୍ତ୍ତକୀ ପାଦରେ ଘୁଙ୍ଗୁର ବାନ୍ଧିଥାଏ, ଯାହାକି ମନରେ ଭୟ ଆଣେ। ପୁଣି ପାହାଡ଼ ପର୍ବତରୁ ପ୍ରପାତର ଝରଝର ନାଦ ଶୁଭୁଥିବ, କିନ୍ତୁ ବନ୍ୟା ଆଣୁ ନଥିବ। ପ୍ରପାତ ବନ୍ୟା ଆଣେନା, ସେ ଶୋଭାମୟ, ସୁନ୍ଦର ଓ ଦର୍ଶନ ଯୋଗ୍ୟ, ଯେଉଁଠିକୁ ଯାଇ ପ୍ରେମିକ ପ୍ରେମିକା ପ୍ରେମମଗ୍ନ ହୋଇଥାନ୍ତି। ସିନେମା ଚଳଚ୍ଚିତ୍ରମାନଙ୍କରେ ପ୍ରପାତ ଭୂମିରେ ଅନେକ ଗୀତ, ନାଚର ଦୃଶ୍ୟ ଚିତ୍ର ଉତ୍ତୋଳିତ ହୋଇଥିବା ଭାରତୀୟ ସିନେମାମାନଙ୍କରେ ରହିଛି। ଏଭଳି ଅନେକ ଉଦାହରଣ ଦିଆଯାଇପାରେ। नीले पर्वतों की धारा आई ढूंढने किनारा, बड़ी दूर से सबको सहारा चाहिए, कोई हमारा चाहिए। आदमी और इंसान सिनेमा। समीर गाए सुरे ए झरणा झरे, समर्पण नामक ओडिया चलचित्र। मुझको ठंड लग रही है, मुझसे दूर तू न जा, आग दिल में लगी है, मेरे पास तू न आ, न आ, न आ, मैं सुंदर हूँ। एसबू गीत जलप्रपात निकटରେ ସୁଟିଂ ହୋଇଅଛି। କବିଙ୍କର ଭାଷାରେ ଝରଣା ଲଙ୍ଘେ ଲମ୍ଫନେ ସତ ଗିରିଧରି, ତଥାପି ବନ୍ୟା କନ୍ୟା ନୁହେଁ ତା ସହଚରୀ। ବନ୍ଦୀ ତହିଁରେ କେବଳ ତରୁଣ ବରତନୁ, କେଉଁ ସୁନନ୍ଦା ଭୁଜବଲ୍ଲରୀ କାରାଗାରେ। ପଞ୍ଚମ ପଦରେ କବି କହୁଛନ୍ତି, ଉପାର୍ଜନ ବା ପେଟପାଟଣା ପାଇଁ, ଚାକିରି ପାଇଁ କେଉଁ ପୁରୁଷ ଯୁବକ ବିଦେଶକୁ ଅନ୍ୟ ଜାଗାକୁ ଯାଉନଥିବ, କିମ୍ବା ସେଇ ସ୍ୱାମୀ ପ୍ରାଣବନ୍ଧୁ ଦୋଷର ଲାଗି ବିଚ୍ଛେଦ ଦୁଃଖରେ ତାର ସ୍ତ୍ରୀ କିମ୍ବା ପ୍ରାଣପ୍ରିୟା କାନ୍ଦୁନଥିବ। ସକାଳ ଫୁଲ ବନ ବଗିଚାରେ, ବଗିଚାର ଗଛପତ୍ରରେ ଶୁଭ ସୁନ୍ଦର ହୋଇ ଆସୁଥିବ। ନିଦର ଚାପରେ ସ୍ୱାମୀ ସ୍ତ୍ରୀ, ପ୍ରେମିକ ପ୍ରେମିକାର ଆଖି ସହଜରେ ଖୋଲୁନଥିବ, କାରଣ ରାତିରେ ପ୍ରେମାଳାପ ସହବାସ ପାଇଁ ଉଜାଗର ଥିବାରୁ ସ୍ତ୍ରୀ ପ୍ରଣୟିନୀର ଫୁଲ ଭଳି ନରମ ଓଠ ପ୍ରଣୟୀକୁ ଚୁମା ଦେଉଥିବ। ସ୍ୱପ୍ନ ଦେଖାରେ ଦୁହେଁ ମସଗୁଲ ଥିବେ। ମାଡ଼ପିଟ, ଦଙ୍ଗା ହେଙ୍ଗାମା, କଳି ଝଗଡ଼ା ପାଇଁ ଦେହରୁ ରକ୍ତ କିମ୍ବା ଝାଳ ବହୁନଥିବ।
ନଥିବ, ଅର୍ଥାତ୍ ସ୍ନେହ ସମ୍ପ୍ରୀତି ଅହିଂସାରେ ଜୀବନ ବିତୁଥିବ। ସେଭଳି ଦୁନିଆକୁ ମୁଁ ଚାଲିଯିବି, ଦେହ ନୌକାରେ ଥାଇ ମନ ଆକାଶ ନାବିକର ଚାଳନାରେ। ଷଷ୍ଠ ପଦରେ ଅଛି, ଏ ଦୁନିଆ ଯେଉଁ ଦୁନିଆରେ ମୁଁ ବର୍ତ୍ତମାନ ଅଛି, ସେହି ପୃଥିବୀ ବୃତ୍ତର ପରିସୀମା ବା ସୀମା ସରହଦରେ ମିଛ ପ୍ରେମ, ଛଳନା, ଛଦ୍ମତାର ମାୟାବିନୀ ବେଶ୍ୟା ଗଣିକା, ମନ ଭୁଲାଣ ଭଲ ପାଇବା ଅଛି। ଗଣିକାର ରୂପରେ ବିଷ ଭର୍ତ୍ତି ଅଛି। ସେ ସର୍ପିଣୀ, ସେ ଯେଉଁ ସୁରା ବା ମଦ ଗ୍ରାହକକୁ ପିଆଏ, ସେଥିରେ ଅମୃତ ନଥାଏ, ବିଷ ଥାଏ। ବେଶ୍ୟାବୃତ୍ତି ଜନିତ ପାପ ବିଷ। ବେଶ୍ୟାବୃତ୍ତିରେ ତୃପ୍ତି ମିଳେନା, ଶୋଷ ମେଣ୍ଟେନା, ଅର୍ଥ ବର୍ବାଦ ହୁଏ, ଖର୍ଚ୍ଚ କରିବାକୁ ଲୋଭ ଲାଗେ, ହତାଶା ନିରାଶା ବୋଧ ଦେହ ମନକୁ ଛାଇଯାଏ, ମଣିଷ ଧ୍ୱଂସ ହୋଇଯାଏ, ଆଶା ସଫଳ ହୁଏନା, ଶାନ୍ତି ମିଳେନା, ଜୀବନ ବିଫଳ ହୋଇଯାଏ, ମଣିଷ ପଶ୍ଚାତାପ କରେ, ପାପବୋଧରେ ଘାରି ହୁଏ। ତେଣୁ ଏଭଳି ଦୁନିଆରେ ମୁଁ ରହିବି ନାହିଁ। ମୋର ସ୍ଥାନ ପରିବର୍ତ୍ତନ ଦରକାର। ଏହାର ବିପରୀତ ଏକ ଦୁନିଆ ଦରକାର, ଯେଉଁଠି ଏସବୁ ନଥିବ। 7 ତଥା କବିତାର ଶେଷ ପଦରେ କବିଙ୍କର ବକ୍ତବ୍ୟ ହେଉଛି, ମୋର ନୂତନ ଦୁନିଆର ପୃଥିବୀରେ ସାତ୍ତ୍ୱିକ ଧର୍ମଭାବ ଥିବ, ତ୍ୟାଗମୟ ପ୍ରେମ ତଥା ଦାମ୍ପତ୍ୟ ପ୍ରେମର ମଧୁର ଚିତ୍ର ଥିବ, ଯେଉଁଠି ଯମୁନାର ଜଳରେ ଚନ୍ଦ୍ରକିରଣ ଏବଂ ବୃନ୍ଦାବନର ଗଛ ଗହଳ ଦେଇ ଚନ୍ଦ୍ରକିରଣ ଛାଇ ଛାଇଆ ବା ଛପି ଛପିକିଆ ହୋଇ କବି ପଡ଼ିଥିବ। କବି ଯାହାକୁ ସଙ୍କିତ ଶବ୍ଦରେ ଅଭିବ୍ୟକ୍ତି ଦେଇଛନ୍ତି, କୃଷ୍ଣଙ୍କର ବଇଁଶୀ ସ୍ୱନରେ ରାଧା ଡାକରାର ତାନ ଥିବ। ଘରର ମୋହ ଛାଡ଼ି କୃଷ୍ଣଙ୍କ ସହିତ ରାସଲୀଳା ରଚିବା ପାଇଁ ରାଧାରାଣୀ ଲଜ୍ଜା ଶଙ୍କା ପ୍ରତିବନ୍ଧକ ସବୁକୁ ଏଡ଼ିଦେଇ ବ୍ୟସ୍ତ ହୋଇ କୃଷ୍ଣ ମିଳନ ଅଭିମୁଖରେ ଧାଉଁଥିବ। ସେଇଠି ହେ ମୋର ମନ ନାଉରି, ଦେହ ଡଙ୍ଗାକୁ ନେଇ ଲଙ୍ଗର ପକା। ମୋର ସମ୍ପ୍ରତି ରହଣି ଦୁନିଆ ରୂପକ ପୃଥିବୀ ବା ସଂସାରକୁ ମୁଁ ଆଉ ରହିବାକୁ ଉଚିତ ମନେ କରୁନାହିଁ। ଏହା ଧୂଳିମଳିର ଅପରିଷ୍କାର ସଂସାର, ଭ୍ରଷ୍ଟ ନଷ୍ଟର ଖଳ ସଂସାର। କବି ଖଳକୁ ମନ୍ଥରା ନାମିତ କରିଛନ୍ତି। କୃଷ୍ଣଙ୍କ ସାନ୍ନିଧ୍ୟ କଦମ୍ବ ନିପ ଗଛର ଛାୟାଶ୍ରିତ ସୁଗନ୍ଧରେ ଜୀବନର ସବୁ ଦୁଃଖକୁ ଭୁଲିଯିବି ଦୁଃସ୍ୱପ୍ନ ଭଳି। ସୁତରାଂ ଏ ଦୁନିଆ ସେ ଲାଗି ମୋର ଦରକାର ନାହିଁ। ସମୀକ୍ଷକମାନେ ମତ ଦେଇଛନ୍ତି, ମୁଁ ବି ନିଜେ ଦେଖୁଛି, କବି କଳ୍ପନାର ମାୟାରେ ପଡ଼ି ସୁଦୂର ସଞ୍ଚାରୀ, ବିଦେଶୀ ଅନୁଗ୍ରାହୀ ସ୍ରଷ୍ଟା। ବିନୋଦ ନାୟକଙ୍କ କବିତାରେ ସମୁଦ୍ରର ଜଳଯାତ୍ରାକୁ ନେଇ ପ୍ରଦତ୍ତ ଚିତ୍ର ଅତ୍ୟନ୍ତ ବେଶୀ। ତାଙ୍କର ଏକ ତାରାଚିହ୍ନ ନେଇ ନକ୍ଷତ୍ରର ଜୟ, ଗୋଧୂଳିର ଗୁଧ୍ର ଛାୟା ଇଳାବୃତ୍ତ ନାମକ କବିତାମାନଙ୍କରେ ଦେଖାଯାଏ। କବି ସ୍ୱକୀୟା ପ୍ରୀତି ଅପେକ୍ଷା ପରକୀୟା ପ୍ରୀତିକୁ ତାଙ୍କ କବିତାରେ ଗୁରୁତ୍ୱ ଦେଇଛନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ବିନୋଦ ନାୟକଙ୍କର କବିତା ହେଉଛି ଜୀବନର ନାନା କ୍ଲେଦାକ୍ତ ଅନୁଭୂତି ଓ ଦୁର୍ନିବାର ମୁକ୍ତିର ଆକୁତି। ବିନୋଦ ନାୟକଙ୍କ କବିତାର ଆଙ୍ଗିକରେ ଆଣିଛି ସୁଦୂରତା ଓ ବ୍ୟାପକତାର ଇଙ୍ଗିତ। ପରାଧୀନ ପ୍ରପୀଡ଼ିତ ପରିବେଷ୍ଟନୀର ବନ୍ଦୀଶାଳା ପାଚେରୀ ଡେଇଁ ତାଙ୍କର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇଛି ମାଡାଗାସ୍କାରର ବର୍ଷାଭିଜା ଲବଙ୍ଗ କ୍ଷେତରେ, ଅଷ୍ଟ୍ରେଲିଆର ନାଗଫେଣୀ ଓ ଅପମାର୍ଗ କଣ୍ଟକିତ ମରୁପ୍ରାନ୍ତରରେ, ସୁମେରୁର ଏସ୍କିମୋ କୁଟୀରରେ, ଯାଯାବରର ବେଦୁଇନ ଦେଶରେ। ବିନୋଦ ନାୟକଙ୍କର କବିତା ଯଥାର୍ଥରେ ସୁଦୂରର ସଙ୍ଗୀତ। ଯାହା ନିକଟରେ, ଯାହା ଦୁଇ ହାତରେ ପାଇବାର ସୀମା ଭିତରେ, ଯାହା ସୁଲଭ, ସେସବୁ ଅତି ମାମୁଲି, ଅତି ଦୈନନ୍ଦିନ, ଅତି ରଙ୍ଗଛଡ଼ା। ତେଣୁ ଦେଶ କାଳ ପାତ୍ରର ସଂକୀର୍ଣ୍ଣ ସୀମା ଛାଡ଼ି ତାଙ୍କର କବିତା କରିଛି ନୂତନ ଜାତି ଓ ନୂତନ ପ୍ରକୃତିର ସନ୍ଧାନ। ନିତ୍ୟାନନ୍ଦ ଶତପଥୀ କହିଛନ୍ତି, ଏହିପରି ଦୂରର ବିଚିତ୍ର ଲୋଭନୀୟ ଆକର୍ଷଣରେ ତାଙ୍କ କବିତା ବେଶ୍ ଚମକପ୍ରଦ ଓ ସବଳିତ।